এইଠି ଅଛୁ ଏବେ ଏ ଘରଟାରେ। ଏଇଟା ଥିଲା ବାଲକୋନି। ଏଇଟା ବାଲକୋନି ଥିଲା। ଏଇଟା ଥିଲୁ 3 ବର୍ଷ। ଏଇଟା ଥିଲା ଜିନାର ରୁମ୍ ଥିଲା। ଏଇଟା ତା ଡ୍ରଇଂ ରୁମ୍ ଥିଲା। এই ରୁମ୍ଟାକୁ ଛାଡ଼ିବା। ଏଇଠି ମୋର ମେସିନ୍ ରହୁଥିଲା। ଏଇଟା ଗୋଟେ ବାରଣ୍ଡା ଟାଇପ୍ର ଥିଲା। এইটা ବାହାରିବା ପାଇଁ ଯେଉଁ ରାସ୍ତାଟା ତାପରେ ଏଇଟା ଗୋଟେ ବଡ଼ ରୁମ୍ ଥିଲା। এই ରୁମ୍ଟା ପ୍ରବଳ ଗରମ ହେଉଛି। ଏ ବର୍ଷ ଏତେ ଗରମ। ଏଠି ଖାଲି ଏମିତି ଡୋର୍ଟା ଖୋଲିଦେଲା ପରେ ଯେମିତି ତାତିଲା ଝାଞ୍ଜିକୁ ସେ ପବନ ଯେଉଁ ଦେହ ହାତ ପୋଡ଼ି ଯାଉଛି। ସେଥିପାଇଁ ମୁଁ ଏଇ ରୁମ୍ଟା ଏ ବର୍ଷ ଛାଡ଼ିଦେମି। ଉପର ଫ୍ଲୋରରେ ରହିବିନି। ଆମେ ଏଇ ତଳ ଫ୍ଲୋରକୁ ପଳେଇବୁ। ଏଇଟା ବହୁତ ସୁବିଧା ଥିଲା। ୟାର ନଦୀ କଡ଼ ଏଠି ଗୋଟେ ଝରକା ଅଛି। ନଦୀ ଖୋଲିଦେଲେ ତା ଝରକା ସୁବିଧା ଥିଲା। ପବନ ଫବନ ଆସେ ବହୁତ ତାତିଲା ରହି ହେଉନି ଉପରଟା। ଆଉ ୟାର ସବୁ ସୁବିଧା ଭଲ ଥିଲା। ଉପରଟା ଦେଖିକି ଆମେ ରହିଥିଲୁ। ମୁଁ ନ ରହିଲେ ବି ଝିଅଟିଏ ତାର ଆରାମସେ ଏକୁଟିଆ ଉପର ଫ୍ଲୋରଟା ରହିଯାଉଥିଲା। ଏଇଟା କିଚେନ୍ ୟାର ପରିଷ୍କାର ଥିଲା। କିଚେନ୍ଟା ବି ଆମର ସେଠି ତଳ ଫ୍ଲୋରକୁ ଯିବୁ। ସେଠି ଏତେ କିଚେନ୍ର ବ୍ୟବସ୍ଥାଟା ଭଲ ନୁହଁ। ବଟ୍ ଏଇସବୁ ରୁମ୍ ଗୁଡ଼ାକ ସେଠି ବି ବହୁତ ଭଲ। ଏଠି ଯେ ଟାଇପ୍ର ଦେଖୁଛନ୍ତି ଏଇଟା ଗୋଟେ ରୁମ୍। 2ଟା ବେଡ଼ରୁମ୍ ଥିଲା ଏଠି। এইটা এমতি সেଠି ବି ଏମିତି ଝାଝା ଅଛି ସବୁ ଜିନିଷ ରଖିବା ପାଇଁ ହେଲା। ତ ଏଇ ଥାକ ବି ସେଠି ସେମ୍। ଏଠି ଯେମିତି ରୁମ୍ ଦେଖିଲେ ସେଠି 2ଟା ରୁମ୍ ସେମ୍ ଟାଇପ୍ର 2ଟା ଯାକ ରୁମ୍। ବଟ୍ କିଚେନ୍ଟାର ବ୍ୟବସ୍ଥାଟା ଏଠି ଯେମିତି ଅଛି ମୋର ମିଡ଼୍ସେପ୍ଟା ସେଠି ରହିଯିବ। ଏଇଟା ନାହିଁ। ତଳ ଫ୍ଲୋରରେ ଏଇ ଯେଉଁ ରହିଛି ଥାକଟା ଏଇଟା ନୁହେଁ। ତାର ଏଇ ଥାକଟାରେ ଟିକେ ବ୍ୟବସ୍ଥା ଅଛି। 2ଟା ତ ଏଠି ଯାହା ଜିନିଷ ରହିବ। ମୋର ତ ଦେଖୁଛନ୍ତି ଜିନିଷ ସବୁ କେମିତି ରଖିବା ପାଇଁ ଭାରି ହଇରାଣ ଭାବୁଛି। ତେଣୁ ମିଡ଼୍ସେପ୍ ମୁଁ ଆଉ ଗୋଟେ ଏଇ ଟାଇପ୍ର କିଣିଛି ହେଲା। ଏଇଟା ଗୋଟେ ମିଡ଼୍ସେପ୍ ଆଉ ଗୋଟେ ଏଇ ଟାଇପ୍ର କିଣିଛି। ସବୁ ଜିନିଷ ରଖିବି ନେଇକି ଆସ୍ତେ ଆସ୍ତେ ସଜେଇବି। ଏବେ ତ ମୋର ମୋବାଇଲ ଖରାପ ଥିଲା। 1000 ଟଙ୍କା ଦେଇକି ପୁଣି ଗୋଟେ ନୂଆ ବ୍ୟାଟେରୀ ପକେଇଲି। ପକେଇଲା ପରେ ଯାଇକି ମୁଁ ଏବେ ମୋ ଝିଅ ପୂଜା କରିଛି। ଏବେ ବ୍ୟାଟେରୀ ପକେଇଲା ପରେ ଏବେ ଟିକେ ମୋବାଇଲ ଆଜିଠୁ ପୁଣି ଷ୍ଟାର୍ଟ ହେଇଗଲା। ମୁଁ ତ କୌଣସି ଭିଡ଼ିଓ ପୋଷ୍ଟ କରିପାରିଲିନି। ମୋର ଯେଉଁ ଗଲା ଇଏ ବାର୍ଥଡେ ଗଲା ଝିଅର ମୋର ସେମ୍ ଗୋଟେ ଦିନ ପଡ଼େ। ଏପ୍ରିଲ 14 ତାରିଖ ଛତୁଆ ସଂକ୍ରାନ୍ତି ଯେଉଁଟାକି ପଣା ସଂକ୍ରାନ୍ତି କୁହନ୍ତି। ସେଇ ଦିନ କରି ମା ଝିଅର ବାର୍ଥଡେ ପଡ଼େ। ତେଣୁ ଆମେ ସେମ୍ ଦିନରେ ପଡ଼େ ବୋଲି ମା ଝିଅ ଖୁସିରେ ଗୋଟେ ସେଲିବ୍ରେଟ୍ କରୁ। କିଛି ଲୋକକୁ ଡାକି 60-70 ଲୋକର ରୋଷେଇ ହୁଏ ଏବଂ ଖାଉ। ଖୁସି ମଜା ମସ୍ତି ଟିକେ କରୁ। ଏଥର ମୋବାଇଲ ତ୍ରୁଟି ଯୋଗୁଁ ମୁଁ କାହାକୁ କିଛି ବି ଭିଡ଼ିଓ ସେଣ୍ଡ କରି